ପ୍ରଳୟଙ୍କରୀ ଭୂସ୍ଖଳନରେ ପୋତି ହୋଇଗଲେ 146 ଜଣ ଲୋକ। ଇଥିଓପିଆରେ ଏଭଳି ତାଣ୍ଡବ ରଚିଛି ପ୍ରଳୟଙ୍କରୀ ଭୂସ୍ଖଳନ। ତେବେ ଏଠାରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ବର୍ଷା ହେତୁ ଭୂସ୍ଖଳନରେ ଅତି କମ୍ରେ 147 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜଣେ ସ୍ଥାନୀୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ସ୍ଥାନୀୟ ପ୍ରଶାସକ କହିଛନ୍ତି ଯେ ଦକ୍ଷିଣ ଇଥିଓପିଆର କେଞ୍ଚୋସାଚା ଗାଜୋଡି ଜିଲ୍ଲାରେ ମାଟି ଅତଡ଼ା ଖସିବାରୁ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁ ଏବଂ ଗର୍ଭବତୀ ମହିଳା ରହିଥିବା ସୂଚନା ରହିଛି। ତେବେ ସୋମବାର ସକାଳେ ଅନ୍ୟ ଏକ ଭୂସ୍ଖଳନ ପରେ ଉଦ୍ଧାରକାରୀ ଟିମ୍ ନିଖୋଜକୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଅଏଲ କହିଛନ୍ତି ଯେ ମାଟି ଆବର୍ଜନା ତଳୁ 5 ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଅନେକ ପିଲା ଅଛନ୍ତି ଯେଉଁମାନେ ଦୁର୍ଘଟଣାରେ ନିଜ ମା, ବାପା, ଭାଇ ଓ ଭଉଣୀ ସମେତ ପୁରା ପରିବାରକୁ ହରାଇଛନ୍ତି। ତେବେ ମୃତଦେହକୁ ଖୋଜିବାରେ ଲାଗିଛନ୍ତି ପ୍ରଶାସନ। ଜୁଲାଇରୁ ଆରମ୍ଭ ହେଉଥିବା ବର୍ଷା ଋତୁରେ ଇଥିଓପିଆରେ ଭୂସ୍ଖଳନ ଘଟିଥାଏ। ଏହି ବର୍ଷା ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିଥାଏ। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।